ଆଜିର ମେନ୍ୟୁରେ ଅଛି ବୋଇତାଳୁ ଭଜା ଆଉ ଶାଗ ଭଜା। ତ ଡେରି ନକରି ଫଟାଫଟ ଷ୍ଟାର୍ଟ କରିଦେବା। ଏଠି ତେଲ ପକେଇକି ମୁଁ ଫୁଟଣ ଫୁଟେଇ ଦେଇଛି, ପଞ୍ଚ ଫୁଟଣ। ଆଉ ଏଠି ଫୁଟଣ ବଢ଼ିଆ ସେ ପୁରା ଫୁଟିଗଲା ପରେ ବୋଇତାଳୁ ଯେଉଁ କାଟିକି ମୁଁ ରଖିଛି ପିସ୍ ପିସ୍ କରିକି ତାକୁ ପକେଇ ଦେଇଛି। ଏ ବୋଇତାଳୁଟା ବହୁତ ହି ମାନେ ମିଠା ବୋଇତାଳୁ। ମୁଁ ଟିକେ ଚାଖିଥିଲି। ତ ଏଇ ବୋଇତାଳୁଟା ନା ଖାଲି ବୋଇତାଳୁ ମାନେ ଭାଜିଲେ ଖାଲି ବୋଇତାଳୁକୁ ବହୁତ ହି ଟେଷ୍ଟ ଲାଗେ। ତ ଏଠି ଫୁଟଣ ପୁରା ଫୁଟି ଯାଇଥିଲା, ସେଥିପାଇଁ ବୋଇତାଳୁକୁ ପକେଇଦେଲି। ତାପରେ ଏଠି ପୁରା ସ୍ୱାଦ ଅନୁସାରେ ଟିକେ ଲୁଣ ପକେଇଦେବି, ଆଉ ହଳଦୀ ଟିକେ ପକେଇ ଦେଉଛି, କାହିଁକିନା ଏମିତିରେ ବି ମିଠା ଅଛି ପ୍ରବଳ। ତ ସେଥିପାଇଁ ଆଉ ହଁ, ଜାଳଟା ନା ମାନେ ଚୁଲିରେ ଯେହେତୁ ମୁଁ କରୁଛି ତ ଜାଳଟା ଟିକେ ହାଇ ଫ୍ଲେମ୍ରେ ରଖିଛି, କାହିଁକିନା ଏ ବୋଇତାଳୁ ପୁରା ନହେଲେ ମେଞ୍ଚୁ ମେଞ୍ଚୁ ହେଇଯିବ, ମାନେ କାଦୁଅ ଟାଇପ୍ର ହେଇଯିବ। ନାଇଁ ତ ଜାଳଟା ଟିକେ ହାଇ ଫ୍ଲେମ୍ରେ ରଖିଲେ ବୋଇତାଳୁ ଭଜାଟା ପୁରା ଗୋଟା ଗୋଟା କରିକି ହେବ। ତ ଏଠି ହଳଦୀ ଲୁଣ ପକାଇ ଦେଇଥିଲି, ସେଥିପାଇଁ ଟିକେ ଗୋଳେଇ ଦେଲି। ତାପରେ କିଛି ସମୟ ପାଇଁ ମାନେ ଅଳ୍ପ ସମୟ ପାଇଁ ଟିକେ ଢାଙ୍କି ଦେଉଛି। ଟିକେ ଏଠି ଢାଙ୍କଣା ଖୋଲି ସାରିଲା ପରେ ଦେଖନ୍ତୁ ବୋଇତାଳୁ ଭଜା ଷ୍ଟିଲ୍ ପୁରା ଗୋଟା ଗୋଟା ଅଛି, ବଢ଼ିଆ ସେ ହେଇଗଲାଣି, ଅଧା ହେଇଗଲାଣି। ବୋଇତାଳୁ ଭଜା ତ ଏମିତିରେ ବହୁତ ଟାଇମ୍ ନିଏନି, ହେଇଗଲାଣି। ଆଉ ଏଠି ଟିକେ ମାନେ ମୁଁ ଆଗରୁ ପକାଇ ନଥିଲି କଞ୍ଚାଲଙ୍କା ଆଉ ରସୁଣ, ଏଠି ସାଇଡ଼୍ କରିଦେଇକି ଭଜାକୁ କଞ୍ଚାଲଙ୍କା ରସୁଣ ଛେଚିକି ରଖିଥିଲି ତାକୁ ପକାଇ ଦେଉଛି, କାରଣ ଫୁଟଣ ଆଗରୁ ଫୁଟା ହେଇଛି। ତାକୁ ସବୁଯାକ ମିକ୍ସ କରିଦେଉଛି ଏଠି ମୁଁ। ଆଉ କିଛି ନାହିଁ, ପୁରା ସିମ୍ପଲ୍ ହେଇଗଲା। ପୁରା ଏଟାକୁ କୁହାଯାଏ, ମାନେ କହିପାରିବେ ସିମ୍ପଲ୍ ୟେଟ୍ ଡେଲିସିୟସ୍ ପୁରା। ଆଉ କିଛି ନାହିଁ, ହେଇଗଲାଣି ପୁରା। ସେଥିପାଇଁ ଗୋଟେ ଜାଗାକୁ କାଢ଼ି ଦେଉଛି। ଆଉ ଏଇ କଢ଼େଇରେ ହିଁ ଶାଗଟା ଭଜା ହେବ। ସବୁଯାକ ଆସ୍ତେ ଆସ୍ତେ କରିକି କାଢ଼ି ନେବେ। ଏଇ କଢ଼େଇରେ ଯେହେତୁ ଶାଗଟାକୁ ଭାଜିବି, ତ ସେଥିପାଇଁ ମାନେ କହିବେନି ଯେ କଢ଼େଇ ଏମିତି ଦେଖାହେଉଛି, କାହିଁକିନା ଅବଭିୟସ୍ଲି ଭଜାଟା ଭଜା ହେଇଛି, ତ କଢ଼େଇଟା ଆଉ ଏତେ ତ ଭଲ ଦେଖାହେବନି। ତ ଯେଉଁ ଶାଗ କାଟିକି ରଖିଛି ବନ୍ଧାକୋବି ଆଉ ଫୁଲକୋବିର ତା ପତ୍ର, ଶିମ ଆଉ ବିମ୍ ଛୁଇଁ ସବୁ ଏଥିରେ କାଟିକି ରଖିଦେଇଛି ମୁଁ ମିଶେଇକି। ତ ସବୁକୁ ଆସ୍ତେ ଆସ୍ତେ କରି ମାନେ ଆଗେ ଧୋଇ ଦେଇଥିଲି ଫାଷ୍ଟ, ତାପରେ ଏଇଟା ପାଣିରେ ଖାଲି ପକା ହେଇଥିଲା, ତାକୁ ଛାଙ୍କିକି ସବୁ ପକେଇ ଦେଉଛି ମୁଁ। ସବୁକୁ ଛାଣିକି ପକାଇ ସାରିଲା ପରେ ତାପରେ ଆଦେହରେ ପାଣି ତ ଅଲରେଡ଼ି ଅଛି ଟିକେ, କାହିଁକିନା ଯେହେତୁ ପାଣିରେ ପଡ଼ିଥିଲା ସାଙ୍ଗେ ସାଙ୍ଗେ ମୁଁ ଛାଣିକି ପକାଇଛି। ତ ତା ଦେହରେ ସ୍ୱାଦ ଅନୁସାରେ ଲୁଣ ଆଉ ଚିନି ଏବେଠୁ ଦେଇକି ଢାଙ୍କି ଦେଲେ ଟିକେ ମାନେ ପୁରା ଭଲସେ ସିଝି ଫିଯିବ, ଆଉ ଲୁଣ ଚିନି ବି ପୁରା ଶାଗରେ ମିକ୍ସ ହେଇଯିବ। ଏଠି କ'ଣ କରିବି ନା ସ୍ୱାଦ ଅନୁସାରେ ଟିକେ ଫାର୍ଷ୍ଟ ଲୁଣ ପକାଇ ଦେଉଛି ମୁଁ, ଟିକେ ଟିକେ କରି ପକାଉଛି, କାହିଁକିନା ଆଟ୍ ଏ ଟାଇମ୍ ପକାଇଲେ ବହୁତ ସାରା ଲୁଣ ହେଇଯିବ, ଜଣା ବି ପଡ଼ିବନି। ସେଥିପାଇଁ ଆସ୍ତେ ଆସ୍ତେ କରି ପକାଇବା ହିଁ ଦରକାର। ତାପରେ ଟିକେ ଚିନି ପକାଇଦେଲି ମୁଁ, କାହିଁକିନା ମୋତେ ଟିକେ ଶାଗ ଭଜାରେ ମିଠା ଭଲ ଲାଗେ। ଅଳ୍ପ ଟିକେ ଚିନି ପକାଇଲେ ସ୍ଲାଇଟ୍ ଭଲ ଲାଗିବ, କାହିଁକିନା ତା'ର ଯେଉଁ ଖାର ଅଂଶ ଯାହା ବି ଥିବ ସବୁ କଟିଯିବ। ସେଥିପାଇଁ ଟିକେ ଚିନି ପକାଇବା ଦରକାର। ତ ଆଉ ବାକି ଏଠି ତ ହେଇଗଲାଣି ପୁରା ଶାଗ ଭଜା। ତ ସାଇଡ଼୍ କରିକି ମୁଁ ତେଲ ମଝିରେ ପକାଇ ଦେଇଛି। ଏଠି ସୋରିଷ ମୁଁ ଫୁଟାଇ ଦେଉଛି। ସୋରିଷ ପୁରା ବଢ଼ିଆ ସେ ଭଲସେ ଫୁଟିବା ଦରକାର, ସବୁ ଯାକ ପୁରା ଚଡ଼ ଚଡ଼ କରିକି, ନହେଲେ ତା'ର ଟେଷ୍ଟଟା ଆସିବନି ସୋରିଷର। ଆଉ ସୋରିଷଟି ଫୁଟାଇ ସାରିଲା ପରେ କଞ୍ଚା ଲଙ୍କା ଆଉ ରସୁଣକୁ ମୁଁ ଛେଚିକି ରଖିଦେଲି, ତାକୁ ପକାଇଦେଲି। ଆଉ ହଁ, କଞ୍ଚା ଲଙ୍କା ରସୁଣଟା ପୁରା ଭଲସେ ପୋଡ଼ ପୋଡ଼ ହେଲା ଯାଏଁ ତାକୁ ଚଲେଇବେ ଖଡ଼ିକା, କାହିଁକିନା ସେମାନେ ଟିକେ ପୋଡ଼ିଲା ଭଳିଆ ହେଲେ ହିଁ ତା'ର କଞ୍ଚା ଲଙ୍କା ଆଉ ରସୁଣର ବାସ୍ନାଟା ସବୁଆଡ଼େ ହେବ। ଆଉ ଏଠି ମୁଁ କୋଶଳା ଶାଗ କାଟିକି ରଖିଥିଲି, ତାକୁ ଟିକେ ମଝିରେ ପକାଇ ଦେଉଛି ମୁଁ। ଏଇଟା ଲାଷ୍ଟରେ ଏଇଥିପାଇଁ ପକାଉଛି, କାହିଁକିନା କୋଶଳା ଶାଗଟା ବହୁତ ହି ନରମ ହେଇଥାଏ, ଆଉ ତା ନାଡ଼ି ଗୁଡ଼ା ବି ଏତେ ଟାଣ ନଥାଏ, ତ ସାଙ୍ଗେ ସାଙ୍ଗେ ସିଝିଯିବ। ସେଥିପାଇଁ ମୁଁ ରଖିଥିଲି ଲାଷ୍ଟକୁ ପକାଇବା ପାଇଁ। ଏ ଶାଗ ଭଜାରେ କୋଶଳା ଶାଗଟା ପଡ଼ିବା ମାନେ ପୁରା ଅଲଗା ପ୍ରକାର ଟେଷ୍ଟ। ଟିକେ ସମୟ ଢାଙ୍କି ଦେଉଛି। ତାପରେ ଏଠି ଶାଗ ମାନେ କୋଶଳା ଶାଗ ପୁରା ବଢ଼ିଆ ସେ ସିଝି ଯାଇଛି, ମାନେ ବେଶୀ ତ ସିଝିବା ଦରକାର ହୁଏ ନା, କିନ୍ତୁ ତଥାପି ନାଡ଼ି ଗୁଡ଼ା ଟିକେ ଟିକେ ଯେଉଁଗୁଡ଼ା ଥିଲା ସେ ସବୁ ସିଝିଗଲାଣି।
ମାନେ ଆର ବାସ୍ନାଟା ପୁରା ଅଲଗା ପ୍ରକାର ବାସ୍ନା ଆସୁଛି। ପଖାଳ ସହିତ ଏ ଶାଗ ଭଜାର କମ୍ବିନେସନ୍ ପୁରା ମାନେ ୱାଓ। ଏଠି ଆମର ରେଡ଼ି ହେଇଗଲା ଶାଗ ଭଜା। ତ ପଖାଳ ସହିତ ଏ ଶାଗ ଭଜାର କମ୍ବିନେସନ୍ ପୁରା ୱାଓ। ମୋ ଭିଡ଼ିଓ ସବୁ ଭଲ ଲାଗୁଥିଲେ ଯଦି ୟୁଟ୍ୟୁବରେ ଦେଖୁଥାନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଆଉ ଯଦି ଫେସବୁକରେ ଦେଖୁଥାନ୍ତି ତାହେଲେ ମୋ ଚ୍ୟାନେଲକୁ ଫଲୋ ନିଶ୍ଚୟ କରିବେ। ଏମିତି ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖିବା ପାଇଁ ଷ୍ଟେ ଟ୍ୟୁନ୍ଡ।